କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଓଡ଼ିଆ ଗ୍ରାମାରର ବାକ୍ୟ ରୂପାନ୍ତର ବିଷୟରେ ଜାଣିବା। ଅଲରେଡି ଆମେ ଜାଣିଛନ୍ତି ବାକ୍ୟ କାହାକୁ କୁହନ୍ତି, ବିଭିନ୍ନ ପ୍ରକାର ବାକ୍ୟ। ଆଜିର ଭିଡିଓରେ ଶିଖିବା କି ବାକ୍ୟକୁ ଆମେ ରୂପାନ୍ତର କିଭଳି ଭାବରେ କରିବା, ତା ସହିତ ବାକ୍ୟ ରୂପାନ୍ତର କାହାକୁ କୁହନ୍ତି। ଯେତେବେଳେ କଣ ହୁଏ ନା, ଗୋଟେ ବାକ୍ୟ ଆମେ ଲେଖିଛନ୍ତି, ତାର ଅର୍ଥକୁ ଆମେ ପରିବର୍ତ୍ତନ କରିବା ନାହିଁ। ଅର୍ଥକୁ ପରିବର୍ତ୍ତନ ନ କରିକି ଆମେ କଣ କରିବା, ସେମ୍ ଅର୍ଥ ରଖିବା କିନ୍ତୁ ବାକ୍ୟକୁ ଏକ ଭିନ୍ନ ରୂପରେ ଲେଖିବା, ତାହାକୁ ହିଁ କୁହାଯାଏ ବାକ୍ୟ ରୂପାନ୍ତର। ଧରାଯାଉ ସରଳ ବାକ୍ୟଟେ ଅଛି, ଆମେ ତାକୁ ଯୌଗିକ ବାକ୍ୟରେ ଲେଖୁଛନ୍ତି କିନ୍ତୁ ଆମେ ତା ଅର୍ଥର ପରିବର୍ତ୍ତନ କରୁନାହାନ୍ତି, ତାହାକୁ ହିଁ କହିବା ବାକ୍ୟ ରୂପାନ୍ତର। ସେଇ ଡେଫିନେସନଟା ଏଠି ଅଛି, ବାକ୍ୟର ଅର୍ଥ ପରିବର୍ତ୍ତନ ନ କରି ସେହି ବାକ୍ୟକୁ ଅନ୍ୟ ଏକ ରୂପରେ ଲେଖିବାକୁ ବାକ୍ୟ ରୂପାନ୍ତର କୁହାଯାଏ। ଉଦାହରଣ ନବା, ମାମୁ ମାଇଁ ଆସିବା ହେତୁ ଆମେ ସମସ୍ତେ ଖୁସି। ତ ଏଠି ବାକ୍ୟଟି କହୁଛି ମାମୁ ମାଇଁ ଆସିଲେ ବୋଲି ଆମେ ସମସ୍ତେ ଖୁସି ଅଛନ୍ତି। ତାକୁ ଯଦି ଆମେ କନଭର୍ଟ କରିବା, ରୂପାନ୍ତର କରିବା, ତାହେଲେ ଲେଖିପାରିବା ଯଦି ମାମୁ ମାଇଁ ଆସିବେ ତେବେ ଆମେ ସମସ୍ତେ ଖୁସି ହେବୁ। ତ ସେମ୍ ଜିନିଷ କହୁଛି, ଅର୍ଥ ସମାନ ରହୁଛି କିନ୍ତୁ ବାକ୍ୟ ରୂପାନ୍ତର ହୋଇଛି। ବାକ୍ୟର ଗଠନ ରୂପକ ରୂପାନ୍ତର। ମିଲି ଭଲ ଗୀତ ବୋଲି ସୁନାମ ଅର୍ଜନ କରିଛି। ତାକୁ ଯଦି ରୂପାନ୍ତର କରିକି ଲେଖିବା, ମିଲି ଭଲ ଗୀତ ବୋଲୁଛି ଓ ସୁନାମ ଅର୍ଜନ କରୁଛି। ତ ଆମେ ଏଠି ଦେଖିବା କି ଅର୍ଥ ସମାନ ଅଛି କିନ୍ତୁ ଆମେ କଣ କରିଛନ୍ତି, ତା ଷ୍ଟ୍ରକ୍ଚର ଚେଞ୍ଜ କରିଛନ୍ତି। ଯୋଉ ହିସାବରେ ସେ ବାକ୍ୟଟି ଥିଲା ତାକୁ ଆମେ ଚେଞ୍ଜ କରିଛନ୍ତି, ତା ଗଠନଟାକୁ ଚେଞ୍ଜ କରିଛନ୍ତି କିନ୍ତୁ ତା ଅର୍ଥଟା ସେମ୍ ଅଛି। ଆଉ ଗୋଟେ ଉଦାହରଣ ନବା, ବର୍ଷା ପବନ କମିଲାରୁ ପିଲାମାନେ ଘରକୁ ଫେରିଲେ। ବର୍ଷା ପବନ କମିଗଲା ତେଣୁ ପିଲାମାନେ ଘରକୁ ଫେରିଲେ। ଆମେ ଦେଖିପାରୁଛନ୍ତି ତାଙ୍କ ଗଠନର କେମିତି ତା ଭିତରେ ଡିଫରେନ୍ସ ଅଛି କିନ୍ତୁ ଅର୍ଥ ସମାନ ଅଛି। ବାକ୍ୟର ଅର୍ଥଗତ ରୂପାନ୍ତର। ତ ଅର୍ଥଗତ ରୂପାନ୍ତର ଚାରି ପ୍ରକାର। ପ୍ରଥମଟି ହେଉଛି ବିବୃତି ସୂଚକ ବାକ୍ୟ। ତା ମାନେ ଆମେ ଉଦାହରଣ ନେଇକି ବୁଝିବା, ଉତ୍କଳ ଗୌରବ ମଧୁସୂଦନ ଜଣେ ମହାନ ବ୍ୟକ୍ତି ବିଶେଷ। ତା ମାନେ ଏଠି ସେ କଣ କହିଲା, କହିଲା କି ବାକ୍ୟଟି ଆମକୁ କଣ କରୁଛି ନା, ଯୋଉ ପର୍ଟିକୁଲାର ଶବ୍ଦ ଗୁଡିକ ଅଛି ତା ବିଶେଷରେ ସେ ଆମକୁ କହୁଛି, ମାନେ ଆମକୁ ତା ବିଷୟରେ ଡେସ୍କ୍ରିପସନ ଟି ଦଉଛି, ଡିଟେଲ ଜିନିଷଟି ଦଉଛି। ତ ସେଥିପାଇଁ ୟାକୁ କୁହାଯାଏ ବିବୃତି ସୂଚକ ବାକ୍ୟ। ଏଇ ବାକ୍ୟଟିକୁ ଆମେ ବିଭିନ୍ନ ରୂପରେ ରୂପାନ୍ତରିତ କରିବା ହେଲା। ସେକେଣ୍ଡଟି ହଉଛି ପ୍ରଶ୍ନ ସୂଚକ। ଉତ୍କଳ ଗୌରବ ମଧୁସୂଦନ ଜଣେ ମହାନ ବ୍ୟକ୍ତି ବିଶେଷ କିଏ ନ ଜାଣେ। ଯଦି ଆମେ ଗୋଟେ ବିବୃତି ସୂଚକ ବାକ୍ୟ ଅଛି ତାକୁ ପ୍ରଶ୍ନ ସୂଚକ ବାକ୍ୟରେ କନଭର୍ଟ କରୁଛନ୍ତି, ସେତେବେଳେ ଆମେ ସେଠି କଣ ଲଗାଉଛନ୍ତି ନା କିଏ ନ ଜାଣେ। ସେଇଭଳି ଭାବରେ ଯଦି ଆମେ ସେମ୍ ବିବୃତି ସୂଚକ ବାକ୍ୟଟିକୁ ନାସ୍ତି ସୂଚକ ବାକ୍ୟରେ କନଭର୍ଟ କରୁଛନ୍ତି, ସେତେବେଳେ ହଉଛି ଉତ୍କଳ ଗୌରବ ମଧୁସୂଦନ ଜଣେ ମହାନ ବ୍ୟକ୍ତି ବିଶେଷ କାହାକୁ ଅଜଣା ନାହିଁ। ତାକୁ ଯଦି ଆମେ ବିସ୍ମୟ ସୂଚକ ବାକ୍ୟରେ କନଭର୍ଟ କରୁଛନ୍ତି, ତାହେଲେ ଆସିବ ଉତ୍କଳ ଗୌରବ ମଧୁସୂଦନ ଜଣେ ମହାନ ବ୍ୟକ୍ତି ବିଶେଷ ସତରେ କି। ତେଣୁ ଆମେ ଏଠି ବୁଝିଲେ କଣ ନା, ଆମେ ଅର୍ଥ ଗୋଟେ ରଖିଛନ୍ତି କିନ୍ତୁ ତାର କଣ କରିଛନ୍ତି, ସବୁବେଳେ ଆମେ କଣ କରିଛନ୍ତି, କେତେବେଳେ ତାକୁ ପ୍ରଶ୍ନ ସୂଚକ ହିସାବରେ ପଚାରୁଛନ୍ତି, କେତେବେଳେ ଆମେ ନାସ୍ତି ସୂଚକ ହିସାବରେ କହୁଛନ୍ତି, ବା କେତେବେଳେ ଆମେ ବିସ୍ମୟ ସୂଚକ ଭାବରେ ତାକୁ କହୁଛନ୍ତି। ତ ତାହାକୁ କୁହାଯାଏ ଅର୍ଥଗତ ରୂପାନ୍ତର। ବାକ୍ୟର ଆମେ ୟା ପୂର୍ବରୁ ପଢିଲେ କଣ, ବାକ୍ୟର ଗଠନ ଯୋଉ ଭଳିଆ ହେଇଛି ତାର ରୂପାନ୍ତର। ବର୍ତ୍ତମାନ ଆମେ ପଢୁଛନ୍ତି କି ବାକ୍ୟରେ ଯୋଉ ଅର୍ଥଟି ଅଛି ସେ ଅର୍ଥର ରୂପାନ୍ତର। ତ ଏଠି ଆଉ ଗୋଟେ ଜିନିଷ ଆମେ ଦେଖିବା, ଆମେ ଅର୍ଥ ରୂପାନ୍ତର କରୁଛନ୍ତି କିନ୍ତୁ ଆମେ କଣ କରୁଛନ୍ତି, ତାର ଯୋଉଟା ଆକ୍ଚୁଆଲ ମିନିଂ ଅଛି ସେଇଟାକୁ ଆମେ ଆଜ ଇଟ ଇଜ ରଖିଛନ୍ତି। ଯେମିତି ହେଲା କି ଉତ୍କଳ ଗୌରବ ମଧୁସୂଦନ ଜଣେ ମହାନ ବ୍ୟକ୍ତି ବିଶେଷ, ସେଇଟା ଅଛି, ତାକୁ ଆମେ ଭିନ୍ନ ଭିନ୍ନ ରୂପରେ ରୂପାନ୍ତର କରୁଛନ୍ତି। ବାକ୍ୟଗତ ରୂପାନ୍ତରୀକରଣ। କର୍ତ୍ତୃବାଚ୍ୟ ପିଲାମାନେ ଖେଳୁଛନ୍ତି, ତ ଏଠି କଣ ହବ ନା, ଏଠି ବାଚ୍ୟ ପରିବର୍ତ୍ତନଟି ହବ। ତ ଭାବ ବାଚ୍ୟରେ କଣ ଆସିବ ନା, ପିଲାମାନଙ୍କର ଖେଳ ଚାଲିଛି। ସେଇଭଳି ଭାବରେ କର୍ତ୍ତୃବାଚ୍ୟ ଯଦି ଶ୍ୟାମ ଭୁବନେଶ୍ୱର ଯିବ, ତାହେଲେ କର୍ମବାଚ୍ୟରେ ହବ ଶ୍ୟାମର ଭୁବନେଶ୍ୱର ଯିବା ହେବ। ତ ଏଇ ଜାଗାରେ ଆମେ ବୁଝିପାରିଲେ ନା କେଉଁଭଳି ଭାବରେ ବାକ୍ୟଗତ ରୂପାନ୍ତରୀକରଣ ହୋଇଛି।
भिडियोटी केमती लगिला मते कमेंट करके जणेबो जदी किछि डाउट रही गला को जगह बुझी हला नै बा मु कहला बेले किछि जिंस छाडी देछि कमेंट रे जणेबो ताको क्लियर करबा आ जदी भलो लागिला टिके लाइक कर दियो वीडियो को अन्य तो शेयर कर चैनल जो मेरे वीडियो देखुचंती एपर्यंत सब्सक्राइब करी नांदी चैनल को प्लीज सब्सक्राइब करी बेल आइकन को प्रेस करी ऑल नोटिफिकेशन को ऑन रखिता वीडियो अपलोड हेले नोटिफिकेशन पहुंचीबो आमे मिसे की पढी परिबा बुझी परिबा एवं जानि परिबा ताहाले देखा आगामी भिडियो रे भलरे रुह सुस्थ रे रुह मते अनुमति दियो बाय।